ତ ବନ୍ଧୁମାନେ ଆମର ତ ଦୁନିଆରେ ବହୁତ ଜିନିଷ ଅଛି ଏମିତିକି ସବୁ ଜାଣିବା ନିହାତି ଦରକାର, କିନ୍ତୁ ଆମେ ସବୁ ଜାଣିବା ପୂର୍ବରୁ ମୁଁ ଆପଣଙ୍କୁ କିଛିଟା ଟିପ୍ସ ଦେଉଛି ଯେଉଁଟାକି ଆପଣଙ୍କ ନିହାତି ଦରକାର ଜାଣିବା। ତ ପ୍ରଥମ ହେଉଛି, ଯଦି ଆପଣଙ୍କ ଶରୀର କମଜୋର ଅନୁଭବ ହେଉଛି ତ ଆପଣ ସାଲାଡ଼ରେ ବିଟ୍ ଖାଆନ୍ତୁ, ଦେଖିବେ ଆପଣ କମଜୋର ଦୂର ହୋଇଯିବ। ତ ମୁଣ୍ଡ ଯଦି ଦେଶୀ ଘିଅ ମାଲିସ କରିବେ ତାହେଲେ ମୁଣ୍ଡକୁ ତାକତ ମିଳିଥାଏ। ରୁଟିକୁ ଯଦି କ୍ଷୀରରେ ଭିଜେଇକି ଖାଇବେ ତ ଶରୀରର ତାକତ ମିଳିଥାଏ। ଯଦି ସକାଳେ ଖାଲି ପେଟରେ ପାଣି ପିଇବା ସମୟରେ ପାଣିରେ ଟିକେ ମହୁ ମିଶିକି ପିଇବେ ନା, ତ ହଜମ ବହୁତ ଭଲ ହୋଇଥାଏ। ତ କିସମିସ୍ ଖାଇବେ, ଯଦି ଆପଣ ଯଦି କାଶ ହେଉଥିବ କିସମିସ୍ ଖାଇଲେ କାଶ ହେବନି। ତାପରେ ଆପଣ ଯଦି ମାଟି ପାତ୍ରରେ ପାଣି ପିଉଛନ୍ତି ତ ଆପଣଙ୍କ ମୋଟା ଯଦି ଅଛନ୍ତି ମୋଟାପା କମିଯାଇଥାଏ। କଳା ଅଙ୍ଗୁର ଖାଇଲେ ଚେହେରା ରଙ୍ଗ ସଫା ହୋଇଥାଏ ଏବଂ ଚେହେରାରେ ଚମକ ଆସିଥାଏ। ଜିରା ଖାଇଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିଥାଏ ଏବଂ ବଦ ହଜମରୁ ଦୂର ହୋଇଥାଏ। ତା ସହିତ ଆପଣ ଯଦି ଲେମ୍ବୁ ସେବନ କରୁଛନ୍ତି ପେଟ ପାଇଁ ବହୁତ ଫାଇଦା ହୋଇଥାଏ। ୟାର ସେବନ ଜରୁର କରନ୍ତୁ, ନିହାତି ଦରକାର। ଦହି କେବେ ବି ଖାଉଛନ୍ତି ତ କୌଣସି ଗରମ ଜିନିଷ ସହିତ ଖାଆନ୍ତୁ ନାହିଁ। ଯଦି ଆପଣ ପରିବା ତାଜା ରଖିବା ପାଇଁ ଚାହୁଁଛନ୍ତି ତ ଆପଣ ପାଣିରେ ଟିକେ ଭିନେଗାର ମିଶାଇକି ସେଇ ପାଣିକୁ ପରିବା ଉପରେ ଛିଞ୍ଚି ଦିଅନ୍ତୁ, ଦେଖିବେ ତାଜା ରହିବ ପରିବା। ଚେହେରାରେ ଟମାଟୋ ରସ ଲଗାଇଲେ ଚେହେରା ନିଖାର ଆସିଥାଏ ଏବଂ ଚେହେରା ସଫା ହୋଇଥାଏ। ତାପରେ ଆପଣ ଯଦି ଅଧିକ ଥଣ୍ଡା ଲସି ପିଉଛନ୍ତି ତାହେଲେ ଜମାରୁ ପିଅନ୍ତୁନି, କାହିଁକିନା ଯଦି ଅଧିକ ଥଣ୍ଡା ଲସି ପିଉଛନ୍ତି ନା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଏ। ସେଠୁ ପାଣିରେ କଞ୍ଚା ଲଙ୍କା ଫୁଟେଇକି ପିଇଲେ ଜ୍ୱର ଆପଣଙ୍କର କମିଯାଏ। ଯିଏ ରାତିରେ ବହୁତ ସମୟ ପର୍ଯ୍ୟନ୍ତ ଅନିଦ୍ରା ରୁହେ ତାଙ୍କର ଡିପ୍ରେସନ୍ ହେବାର ଆଶଙ୍କା ବହୁତ ଥାଏ। ତ ଆପଣ ଯଦି ସପ୍ତାହରେ ଗୋଟେ ଥର ତେଲରେ ଶରୀରକୁ ଜରୁର ମାଲିସ କରନ୍ତୁ ଏବଂ ଏଥିରେ ଶରୀର ଫୁର୍ତ୍ତି ଲାଗିବ। ଅଧିକ ଲୁଣ ଯଦି ଆପଣ ଖାଉଛନ୍ତି ଜାଣିଥାନ୍ତୁ ହାଡ଼ ସବୁ କମଜୋର ହୋଇଯିବ। ଯଦି ଆପଣ ପରିସ୍ରା ଜଳାପୋଡ଼ା ହେଉଛି ତ ତୁଳସୀ ପତ୍ରକୁ ଚୋବେଇ ଖାଆନ୍ତୁ। ଯଦି ଆପଣଙ୍କୁ ଭୋକ ଲାଗୁନି କି ଭୋକ ଲାଗିଲେ ଇଚ୍ଛା ହେଉନି ଖାଇବା ପାଇଁ ତ ଆପଣ ଗୁଡ଼ ଚିନି ସେଇଟା ସେବନ କରନ୍ତୁ। ଆଉ ସବୁବେଳେ ଚେଷ୍ଟା କରନ୍ତୁ ଭାତ ସବୁଠୁ କମ୍ ଖାଇବା ପାଇଁ, କାହିଁକିନା ଭାତ ଆପଣଙ୍କୁ ରୋଗର ଯେତିକି ରୋଗ ପ୍ରତିରୋଧ ଶକ୍ତି କମିଥାଏ। ତ ବନ୍ଧୁମାନେ, ତ ଆଜିର ଏଇ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଥିବ ତ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆପଣଙ୍କ ମତାମତ କମେଣ୍ଟ ଦ୍ୱାରା ଜଣାନ୍ତୁ। ଆଉ ହଁ, ଆପଣ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ଦେଖାହବ ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।